ମୁଁ ଆଜ୍ଞା ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ। ଆଜ୍ଞା ଦେଖନ୍ତୁ ସରକାର ଗୋଟେ ନିର୍ଦ୍ଦେଶ କରିଛନ୍ତି 10ଟା ଜିଲ୍ଲାରେ ଯେଉଁ ଶ୍ରମିକ ଦଲାଲ ମାନେ ଶ୍ରମିକ ଚାଲାଣ କିମ୍ବା ଠିକ୍ କୌଣସି ବ୍ୟକ୍ତି ବିଶେଷ ସେମାନେ ଯଦି ଲୋକମାନଙ୍କୁ ପ୍ରବର୍ତ୍ତେଇକି ଦାଦନ ଶ୍ରମିକ କାମ କରିବା ପାଇଁ ନିଅନ୍ତି ତାହେଲେ ସରକାର ବି ପୋଲିସ କି ପ୍ରଶାସନକୁ କହିଛନ୍ତି ଆଜ୍ଞା ରାତିରେ ଜଗିବେ କିଏ ଶ୍ରମ ଅଧିକାରୀ ମାନେ 10ଟା ଜିଲ୍ଲାରେ ଶ୍ରମ ଅଧିକାରୀ ମାନେ ରାତିରେ ଜଗିବେ ଯେଉଁ ଠିକ୍ ଏ ଯେଉଁ ଦାଦନ ଶ୍ରମିକକୁ ଚାଲାଣ ନ କରିବା ପାଇଁ। ଆପଣ ଚିନ୍ତା କରନ୍ତୁ ସରକାର ଯେତେବେଳେ ଅନୁଭବ କଲେ ଯେ 10ଟା ଜିଲ୍ଲାରେ ଶ୍ରମ ଅଧିକାରୀ ପୋଲିସ ପ୍ରଶାସନ ଜଗିବେ ଯେଉଁ ଦାଦନ ଶ୍ରମିକଙ୍କୁ ଦାଦନ ତେଣୁ ଆପଣ ବିଚାର କରନ୍ତୁ ଯେତେବେଳେ ସରକାର ଅନୁଭବ କଲେ ତାହେଲେ 10ଟା ଜିଲ୍ଲାରୁ ଆମର ଶ୍ରମିକମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ତାକୁ ରୋକିବା ପାଇଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତାହେଲେ ବିଚାର କରନ୍ତୁ ଆଜି ଆମ ଓଡ଼ିଶାର ଅବସ୍ଥା କ'ଣ। ଦାଦନ ଶ୍ରମିକମାନଙ୍କୁ ଅଟକାଇବା ପାଇଁ ସରକାର ଶ୍ରମ ଅଧିକାରୀ ପୋଲିସ ପ୍ରଶାସନକୁ ଷ୍ଟେସନରେ ରାତିରେ ଜଗିବା ପାଇଁ ନିର୍ଦ୍ଦେଶ ଦେଇଛି। ଚାହିଁ ଆଜ୍ଞା ଲଜ୍ଜାକର ଘଟଣା କ'ଣ ଅଛି ଆଜ୍ଞା ତ ସରକାର କହିବେ କି 24 ବର୍ଷ ବିଜେଡ଼ି ରହିଲା କି ବିଜେପି ବର୍ଷ ହେଲା ରହିଲା ଗୋଟିଏ ଛୁଞ୍ଚି କାରଖାନା ଓଡ଼ିଶାରେ ସରକାର କରିଛନ୍ତି କି ଗୋଟିଏ ଛୁଞ୍ଚି ଯେଉଁ ସବୁ ସରକାର ଯେଉଁ କଂଗ୍ରେସ ଅମଳରେ ଯେଉଁ ଫ୍ୟାକ୍ଟରୀ ସବୁ ଥିଲା ସରକାରୀ ଫ୍ୟାକ୍ଟରୀ ଏମାନେ ଆସ୍ତେ ଆସ୍ତେ ବନ୍ଦ କରିଦେଲେ ବିକିଦେଲେ। ଏଇଠି ଆମର ନୀଳାଚଳ ଫ୍ୟାକ୍ଟରୀ ବିକିଦେଲେ ବାମୁଣୀପାଳ ବିକିଦେଲେ। ଆପଣ ଦେଖନ୍ତୁ କୋଣାର୍କ ଝୋଟକଳ ସିଏ ବନ୍ଦ ଏ ଯେଉଁ ଆମର ଚୌଦ୍ୱାର କପଡ଼ା ମିଲ୍ ବନ୍ଦ ଖୁଣ୍ଟୁଣି ସୂତାକଳ ବନ୍ଦ ନୟାଗଡ଼ ଆସ୍କା ଏଇ ଯେଉଁ ଚିନି କଳ ବି ବନ୍ଦ। ଆପଣ ଚିନ୍ତା କରନ୍ତୁ ସରକାର ଏଣେ ସବୁ ସରକାରଙ୍କର ଯେଉଁ ସଂସ୍ଥା କଂଗ୍ରେସ ଅମଳ ରହିଲା ତାକୁ ବନ୍ଦ କରିଦେଲେ କାହାକୁ ବିକି ଦେଉଛନ୍ତି ତାହେଲେ ଲୋକମାନେ କାମ କେଉଁଠି କରିବେ ତାଙ୍କ ପେଟ ପୋଷିବା ପାଇଁ ତାଙ୍କ ପରିବାର ପୋଷିବା ପାଇଁ ସେ ବାହାରକୁ ଦାଦନ ସମୟ ଖଟିବାକୁ ଯାଉଛନ୍ତି ନା ସେଠି ଚେୟାରରେ ବସିବା ପାଇଁ ବାହାରକୁ ଯାଉଛନ୍ତି। ତେଣୁ ଯେତେବେଳେ ତାଙ୍କ ପିଲା ଛୁଆଙ୍କୁ ପୋଷିବାକୁ ପଡ଼ିବ କିଛି ଓଡ଼ିଶାରେ କାମ ମିଳୁନାହିଁ ସେମାନେ ବାଧ୍ୟ ହୋଇକି ଦାଦନ ଖଟିବାକୁ ଯାଉଛନ୍ତି ବାହାର। ଆପଣ ଯେଉଁ ଶ୍ରମ ଅଧିକାରୀମାନଙ୍କୁ ପୋଲିସ ପ୍ରଶାସନକୁ ରାତିରେ ଜଗାଉଛନ୍ତି ସେ ଆଜ୍ଞା କେମିତି ବଞ୍ଚିବେ ତାଙ୍କ ପରିବାର ବଞ୍ଚିବେ ସେ କଥା ଆପଣ ବିଚାର କରୁଛନ୍ତି କି। ପୁଣି ଏବେ କରିଦେଇଛନ୍ତି କ'ଣ ଆଜ୍ଞା ମୋର ଗୋଟେ କଥା ଖିଆଲ ପଡ଼ୁଛି ଗାନ୍ଧୀଜୀ ଯେଉଁ ଅଗଷ୍ଟ 15 ଦେଶ ସ୍ୱାଧୀନ ହେଲା ପ୍ରଥମ ସ୍ୱାଧୀନତା ସଂଗ୍ରାମ ସ୍ୱାଧୀନତା ଦିବସର ପୂର୍ବ ଦିନ 14 ତାରିଖରେ ଗାନ୍ଧୀଜୀ କଲକାତାରେ ଥିଲେ। କିଛି ବିଶିଷ୍ଟ ସାମ୍ବାଦିକମାନେ ଗାନ୍ଧୀଜୀକି ବିଭିନ୍ନ ପ୍ରଶ୍ନ ପଚାରିଲେ ସେ ଗାନ୍ଧୀଜୀ ଉତ୍ତର ଦେଲେ। ସେଇଠି ଗୋଟିଏ ପ୍ରଶ୍ନ ଥିଲା ପ୍ରଶ୍ନ ଥିଲା ସାମ୍ବାଦିକମାନଙ୍କର ଯେ ବୃହତ ଶିଳ୍ପ ଉପରେ କଥା ଗାନ୍ଧୀଜୀ କହିଲେ ବୃହତ ଶିଳ୍ପ ମେସିନ୍ ସାହାଯ୍ୟରେ କାମ କରିବା ହେଲେ ଓଡ଼ିଶାରେ ଦାଦନ ସୃଷ୍ଟି ହେବେ। ଗାନ୍ଧୀଜୀ ଯାହା କହିଥିଲେ ବୃହତ ଶିଳ୍ପ ଆଉ ମେସିନରେ କାମ ହେଲେ ଓଡ଼ିଶା ଦେଶରେ ଦାଦନ ସୃଷ୍ଟି ହେବେ। ଆଜି ଦେଶରେ ଦାଦନ ସୃଷ୍ଟି ହେଉଛନ୍ତି। ଗାନ୍ଧୀଜୀ କହିଥିଲେ ଗ୍ରାମ କୁଟୀର ଶିଳ୍ପ ହେଉଛି ସ୍ୱାଧୀନତାର ମୂଳ ଲକ୍ଷ୍ୟ। ଆଜି ଏ ସରକାର କୁଟୀର ଶିଳ୍ପ ବଦଳରେ ବୃହତ ଶିଳ୍ପ କରୁଛନ୍ତି। ଆଜି ଓଡ଼ିଶା ଲୋକମାନେ ଦାଦନ ଖଟିବାକୁ ଯିବେ ବୋଲି ରାତିରେ ଶ୍ରମ ଅଧିକାରୀ ପୋଲିସ ପ୍ରଶାସନ ଜଗିବାକୁ ସରକାରଙ୍କୁ ପଡ଼ୁଛି କ'ଣ ପାଇଁ ନା ବୃହତ ଶିଳ୍ପ କଳିଙ୍ଗନଗର ଏସିଆ ମହାଦେଶର ବଡ଼ ଶିଳ୍ପ। ଆଜି ଓଡ଼ିଶା ଲୋକମାନେ ବାହାର ରାଜ୍ୟକୁ କାହିଁକି ଶ୍ରମିକ ହେବାକୁ ଯାଉଛନ୍ତି ଯଦି ବୃହତ ଏସିଆର ବୃହତ ଶିଳ୍ପନଗରୀ ଯଦି ଯାଜପୁର ଏଇ ଯେଉଁ କଳିଙ୍ଗନଗର ତାହେଲେ ଓଡ଼ିଶା ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ନା ଏଠି ଆଜ୍ଞା ନନ ଓଡ଼ିଆ କାମ କରୁଛନ୍ତି। ବୃହତ ଶିଳ୍ପମାନେ ବାହାର ଦେଶର ଲୋକମାନେ ଶିଳ୍ପ କରିଛନ୍ତି ତାଙ୍କ ଲୋକକୁ ଆଣି ରଖୁଛନ୍ତି ଆମ ଲୋକ ଚାକିରି ପାଉନାହାନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ କିଛି ଶିଳ୍ପ ବି ଚୁକ୍ତି କରିଛନ୍ତି କରିବେ। ଦ୍ୱାରା ଲାଭ ହେବ କ'ଣ ଓଡ଼ିଶାର ଆଜି ଶ୍ରମ ଅଧିକାରୀ ପୋଲିସ ପ୍ରଶାସନ ଜଗୁଛନ୍ତି ରାତିରେ ଷ୍ଟେସନରେ ଲୋକମାନେ ପଳାଉଛନ୍ତି। କାଲି ବି ହେଇ ଯେଉଁ ମୋଦି ଯେଉଁ ଚୁକ୍ତି କରିଛନ୍ତି ସିଏ ସେଟା ବହୁରାଷ୍ଟ୍ରୀୟ କମ୍ପାନୀମାନେ କରିବେ ସେଠି ଓଡ଼ିଶା ଲୋକମାନେ କାମ ପାଇବେନି। ତେଣୁ ମୁଁ ସରକାରଙ୍କୁ ଅନୁରୋଧ ରାତିରେ ଶ୍ରମ ଅଧିକାରୀ ପୋଲିସ ପ୍ରଶାସନକୁ ଜଗେଇବା ଅପେକ୍ଷା ଲୋକମାନେ କେମିତି ବଞ୍ଚି ରହିବେ ତା ପାଇଁ କିଛି ବ୍ୟବସ୍ଥା କରନ୍ତୁ। ନହେଲେ ଆଗାମୀ ଦିନରେ ଆପଣ ଯେତେ ନୁଚେଇଲେ ସୁଦ୍ଧା ଗୋଡ଼ ଦେଖାଯାଉଛି ବଢ଼ି ଆଜି ଯେ ଆପଣ ଶ୍ରମିକ ଚାଲାଣ ପାଇଁ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଶ୍ରମ ଅଧିକାରୀ
ଆଉ ପ୍ରଶାସନକୁ ପୋଲିସକି ଜଗାଉଛନ୍ତି। ଚାହିଁ ଲଜ୍ଜାକାର କଥା ଓଡ଼ିଶାର ଆଉ କ'ଣ ଅଛି ଆପଣ କୁହନ୍ତୁ। ଏ କଥାକୁ ହୁସିଆର ରହି ସରକାର ଏହାର ସୁବିଚାର କରନ୍ତୁ, ନହେଲେ ଆଗାମୀ ଦିନରେ ଯେଉଁ ନିଆଁ ଜଳିବ ସେଥିପାଇଁ ସରକାର ଦାୟୀ।